ଜାଡରେ ଥରୁଛି ଦିଲ୍ଲୀ। କ୍ରମାଗତ ତୃତୀୟ ଦିନ ରାଜଧାନୀ ଦିଲ୍ଲୀରେ ଘନ କୁହୁଡି ଛାଇ ରହିଛି। ରବିବାର ସକାଳେ ଘର ବାହାରେ କୁହୁଡିର ଏକ ଧଳା ଚାଦର ଦେଖିବାକୁ ମିଳିଥିଲା। ଏହି କାରଣରୁ ଭିଜିବିଲିଟି କମିଯାଇଥିବା ବେଳେ ଅନେକ ଅଞ୍ଚଳରେ ଆଦୌ ନାହିଁ କହିଲେ ଚଳେ। କିନ୍ତୁ 9ଟା ବେଳକୁ ପ୍ରବଳ ପବନ ହେତୁ କୁହୁଡି ସାମାନ୍ୟ ହ୍ରାସ ପାଇଥିଲା। ତଥାପି ଲୋକମାନେ ଶୀତରେ ଥରିବା କମିନାହିଁ। ଅସହ୍ୟ ଶୀତ ଲହରୀ ଯୋଗୁଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି ଅନୁଯାୟୀ ଜାନୁଆରୀ 10ରେ ଏହି ପ୍ରକାରର କୁହୁଡି ହେବାର ସମ୍ଭାବନା ରହିଛି। 10 ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା 5ରୁ 9 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବ। ଦିନେ କି 2 ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ କୁହୁଡି ହେତୁ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ଅନେକ ବିମାନ ବିଳମ୍ବ ହୋଇଛି। ଏୟାରପୋର୍ଟରେ 50 ମିଟରରୁ ବି କମ୍ ଭିଜିବିଲିଟି ରହିଛି, ଯେଉଁ କାରଣରୁ ବିମାନ ସେବା ପ୍ରଭାବିତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ 155ରୁ ଅଧିକ ବିମାନ ବିଳମ୍ବରେ ଚାଲୁଥିବା ବେଳେ 8ଟି ବିମାନ ବାତିଲ କରାଯାଇଛି। ଶନିବାର ମଧ୍ୟ କୁହୁଡି ହେତୁ ଏକାଧିକ ବିମାନ ବିଳମ୍ବ ହୋଇଥିଲା, ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କେବଳ ବିମାନ ଉଡ଼ାଣ ନୁହେଁ, ଟ୍ରେନ୍ଗୁଡ଼ିକ ମଧ୍ୟ କୁହୁଡି ଯୋଗୁଁ ବିଳମ୍ବରେ ଚାଲୁଛି। ନୂଆଦିଲ୍ଲୀ ରେଳ ଷ୍ଟେସନ ଆଡ଼କୁ ଆସୁଥିବା ଏବଂ ଯାଉଥିବା 51ଟି ଟ୍ରେନ୍ ବିଳମ୍ବରେ କରୁଛି। ପାଣିପାଗ ସୂଚନା ଅନୁସାରେ ଆଜି ପ୍ରବଳ ଥଣ୍ଡା ମଧ୍ୟରେ ଦିଲ୍ଲୀରେ ଘନ କୁହୁଡି ରହିବ। ଏ ପରିସ୍ଥିତିରେ ଲୋକଙ୍କ ସମସ୍ୟା ବଢ଼ିପାରେ। ଆଜି ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା 18 ଡିଗ୍ରୀ ସେଲ୍ସିୟସ୍ ରହିବାର ଅନୁମାନ କରାଯାଉଛି। ଆସନ୍ତା କିଛି ଦିନ ଯାଏ ରାଜଧାନୀରେ ପ୍ରବଳ ଥଣ୍ଡା ସହ ଘନ କୁହୁଡି ଲାଗି ରହିବ।